କୁହୁଡ଼ି ହେଲା କାଳ 16 ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବାଇପାସରେ ଯାତ୍ରୀବାହୀ ଅଟୋ ରିକ୍ସାକୁ ପିଟିଲା ବୋଲେରୋ ପିକଅପ୍ ଭ୍ୟାନ୍। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। 5 ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି ଟାଙ୍ଗୀ ପୋଲିସ। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ପିକଅପ୍ ଡ୍ରାଇଭର ଫେରାର ହୋଇଯାଇଛି। ଘନ କୁହୁଡ଼ି ଯୋଗେ ରାସ୍ତା ଦେଖାଯାଇନଥିବାରୁ ଘଟିଥିଲା ଦୁର୍ଘଟଣା। ଗୁରୁତରମାନେ ଅନୁଗୁଳ ଲୋକେ ହୋଇଥିବା ବେଳେ ସେମାନେ ଭୁବନେଶ୍ୱର ପାତ୍ରପଡ଼ାରେ ରହୁଥିଲେ। ଶ୍ରମିକ ଭାବରେ କାମ ବନ୍ଦ ଥିବାରୁ ପାତ୍ରପଡ଼ାରୁ ଆସିଥିଲେ ଚିଲିକା ବୁଲିବାକୁ। ଦୁର୍ଘଟଣା ଘଟାଇଥିବା ପିକଅପ୍ ଭ୍ୟାନ୍ଟି ମାଛ ଆଣିବା ପାଇଁ ବାଲୁଗାଁ ଯାଉଥିବା ସୂଚନା ମିଳିଛି। ଟାଙ୍ଗୀ ପୋଲିସ ଆଇଆଇସି ରବୀନ୍ଦ୍ର ଭୁଜବଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ମୀରାକାରପୁର ବାଲୁଗାଁ ମୋବାଇଲ।